ପିଲାମାନେ ଆଜି ଆମେ ଏକ ନଦୀର କାହାଣୀର ଅଭ୍ୟାସ ପ୍ରଶ୍ନପତ୍ର କରିବା। 1 ନମ୍ବର ଦେଇଛି କେଉଁ କେଉଁ ନଦୀ ଆମ ରାଜ୍ୟ ମଧ୍ୟରେ ପ୍ରବାହିତ ହେଲା, ତା ଦେହରେ କର ଦେଲା ସେମାନଙ୍କୁ ଆମେ କେଉଁ କେଉଁ କାର୍ଯ୍ୟରେ ବ୍ୟବହାର କରୁ ଏବଂ ଖରେ ସେମାନଙ୍କ ଉପରେ ବନ୍ଧ ବନ୍ଧାଯାଇଛି କି। ପିଲାମାନେ ଆମ ରାଜ୍ୟରେ ମହାନଦୀ ବ୍ରାହ୍ମଣୀ, ବୈତରଣୀ, ଋଷିକୁଲ୍ୟା, ବଂଶଧରା ଏବଂ ସୁବର୍ଣ୍ଣରେଖା ଆଦି ନଦୀ ଆମ ରାଜ୍ୟ ମଧ୍ୟରେ ପ୍ରବାହିତ ହେଉଛି ଏବଂ ସେମାନଙ୍କୁ ଆମେ ପାନୀୟ ଜଳ, ଚାଷ କାର୍ଯ୍ୟ, ବିଦ୍ୟୁତ୍ ଶକ୍ତି ଉତ୍ପାଦନ ଏବଂ ମାଛ ଧରିବା ପାଇଁ ଆମେ ନଦୀ ଜଳ ବ୍ୟବହାର କରୁ ଏବଂ ସେମାନଙ୍କ ଉପରେ ବନ୍ଧ ମଧ୍ୟ ବନ୍ଧାଯାଇଛି। ମହାନଦୀ ଉପରେ ହୀରାକୁଦ ବନ୍ଧ ଭଳି ଅନେକ ନଦୀର ବନ୍ଧ ବନ୍ଧାଯାଇଛି। 2 ନମ୍ବର ପ୍ରଶ୍ନ, ପିତାମାତା କିମ୍ବା ଜେଜେମା, ଜେଜେବାପାଙ୍କୁ ତୁମ ଅଞ୍ଚଳର କୌଣସି ନଦୀର କାହାଣୀ କିମ୍ବା ନଦୀ ସମ୍ବନ୍ଧୀୟ ପର୍ବପର୍ବାଣୀ କଥା କହିବାକୁ କୁହ। ସେହି କଥାକୁ ଶ୍ରେଣୀରେ ଉପସ୍ଥାପନ କର। ପିଲାମାନେ ଆମ ଅଞ୍ଚଳରେ ନଦୀ କୂଳରେ କାର୍ତ୍ତିକ ପୂର୍ଣ୍ଣିମା ଦିନ ବୋଇତ ବନ୍ଦାଣ ଉତ୍ସବ ପାଳନ କରାଯାଏ। ଏହା ଆମ ପୁରାତନ ନୌବାଣିଜ୍ୟର ସ୍ମୃତି ବହନ କରେ। 3 ନମ୍ବର ପ୍ରଶ୍ନ ପିଲାମାନେ ଆମେ ପରିବାରର ଜଣେ ବୟସ୍କଙ୍କୁ ପଚାରି ଲେଖିବା। ସେ ଛୋଟ ଥିବାବେଳେ ନଦୀର ଅବସ୍ଥା କିପରି ଥିଲା। ପିଲାମାନେ ସେତେବେଳେ ନଦୀର ଜଳ ଅତି ନିର୍ମଳ ଥିଲା ଏବଂ ନଦୀରେ ବର୍ଷ ସାରା ପ୍ରଚୁର ପାଣି ରହୁଥିଲା। ଏବଂ ଖରେ ସେହି ସମୟରୁ ଆଜି ପର୍ଯ୍ୟନ୍ତ କ'ଣ ପରିବର୍ତ୍ତନ ହୋଇଛି। ବର୍ତ୍ତମାନ ନଦୀ ଜଳ ଦୂଷିତ ହୋଇଯାଇଛି, ଜଳର ସ୍ତର କମିଯାଇଛି ଏବଂ ନଦୀ ପଠାରେ ଅନେକ ଅଳିଆ ଆବର୍ଜନା ଜମା ହେଉଛି। 4 ନମ୍ବର ପ୍ରଶ୍ନ, ପୂର୍ବେ ଲୋକମାନେ ନଦୀ କୂଳରେ ଗ୍ରାମ ବା ସହର ସ୍ଥାପନ କରୁଥିଲେ କାହିଁକି। ଆଜିକାଲି ଏହା ଗୁରୁତ୍ୱପୂର୍ଣ୍ଣ କି। ଉତ୍ତରରେ ଲେଖିବା। ଜଳର ସହଜ ଉପଲବ୍ଧତା ଏବଂ ଗମନାଗମନ ପାଇଁ ପୂର୍ବେ ଲୋକେ ନଦୀ କୂଳରେ ରହୁଥିଲେ। ଆଜି ମଧ୍ୟ ଏହାର ଗୁରୁତ୍ୱ ରହିଛି କାରଣ ବଡ଼ ବଡ଼ ସହର ଓ କଳକାରଖାନା ପାଇଁ ପ୍ରଚୁର ଜଳ ନଦୀରୁ ହିଁ ମିଳିଥାଏ। 5 ନମ୍ବର ପ୍ରଶ୍ନ, ଯଦି ତୁମ ଗ୍ରାମ କିମ୍ବା ସହର ପାଖରେ ଥିବା ନଦୀର ସୁରକ୍ଷା ପାଇଁ ନୂଆ ନିୟମ କରିବ ତେବେ ସେଗୁଡ଼ିକ କ'ଣ ହେବ। ତାହେଲେ ନିୟମ, ନଦୀ ମଧ୍ୟକୁ କଳକାରଖାନାର ଦୂଷିତ ଜଳ ଛାଡ଼ିବା ନିଷେଧ ହେଲା। ତାପରେ 2 ନମ୍ବରରେ ନଦୀ କୂଳରେ ପ୍ଲାଷ୍ଟିକ ବ୍ୟବହାର ଉପରେ ରୋକ ଲାଗିବା। 3 ନମ୍ବରରେ ନଦୀ ପଠାରୁ ବାଲି ଖୋଳିବା ନିୟନ୍ତ୍ରଣ କରିବା। 6 ନମ୍ବର ପ୍ରଶ୍ନ, କେତେବେଳେ ତୁମେ ଜଣେ ଜଳ ନଷ୍ଟ କରିଛ କି, କିପରି ସଂରକ୍ଷଣ କରିପାରିଥାନ୍ତ। ବେଳେବେଳେ ବ୍ରସ୍ କଲାବେଳେ ବା ଗାଧୋଇଲା ବେଳେ ଟ୍ୟାପ୍ ଖୋଲା ରଖି ମୁଁ ଜଳ ନଷ୍ଟ କରିଛି। ଏହାକୁ ବନ୍ଦ କରି ଆମେ ମଗ୍ ଓ ବାଲ୍ଟି ବ୍ୟବହାର କରି ଜଳ ସଂରକ୍ଷଣ କରିପାରିଥାନ୍ତୁ। 7 ନମ୍ବର ପ୍ରଶ୍ନ, ଦୈନନ୍ଦିନ ବ୍ୟବହୃତ ସାମଗ୍ରୀକୁ ବ୍ୟବହାର କରି ସରଳ ଜଳଛଣା ଯନ୍ତ୍ରଟିଏ ପ୍ରସ୍ତୁତ କରିପାରିବ କି। ସେଥିରେ କ'ଣ କ'ଣ ରଖିବ ଓ କାହିଁକି। ଉତ୍ତର ହେଉଛି ପିଲାମାନେ ହଁ। ଏକ ବଡ଼ ପାତ୍ରରେ ବାଲି, ଗୋଡ଼ି ଏବଂ କୋଇଲା ସ୍ତର କରି ରଖିଲେ ଜଳ ଛାଣି ହୋଇ ପରିଷ୍କାର ହୋଇଥାଏ। ବାଲି ଓ ଗୋଡ଼ି ଅପରିଷ୍କାର ପଦାର୍ଥକୁ ଅଟକାଇ ଦିଅନ୍ତି। 8 ନମ୍ବର ପ୍ରଶ୍ନ ପିଲାମାନେ, ଗୋଟିଏ ନଦୀ କୂଳରେ ନୂତନ ସହର ପରିକଳ୍ପନା କର। ଏଥିପାଇଁ କ'ଣ କ'ଣ ପଦକ୍ଷେପ ନେବ। ପ୍ରଥମେ ଦେଇଛି ନଦୀକୁ ପରିଷ୍କାର ରଖିବାରେ। ତାହେଲେ ପିଲାମାନେ ନଦୀକୁ ପରିଷ୍କାର ରଖିବାରେ ଆମେ କେମିତି ରଖିପାରିବା। ନର୍ଦ୍ଦମା ପାଣି ସଫା କରିବା ପାଇଁ ଟ୍ରିଟମେଣ୍ଟ ପ୍ଲାଣ୍ଟ ଲଗାଇବା ଏବଂ ଖରେ ବନ୍ୟା ନିୟନ୍ତ୍ରଣ, ନଦୀ କୂଳରେ ପଥର ପ୍ୟାକିଂ କରିବା ଓ ବହୁ ପରିମାଣର ଗଛ ଲଗାଇଲେ ବନ୍ୟା ନିୟନ୍ତ୍ରଣ ହୋଇପାରିବ। ଏବଂ ଗରେ ଗ୍ରୀଷ୍ମ ଋତୁରେ ଜଳ ନଦୀର ଆଡ଼ିବନ୍ଧ ତିଆରି କରି ବର୍ଷା ଜଳକୁ ସଞ୍ଚୟ କରି ରଖିବା, ଯାହାଫଳରେ ଗ୍ରୀଷ୍ମ ଋତୁ ପର୍ଯ୍ୟନ୍ତ ଜଳ ସଞ୍ଚୟ ହୋଇ ରହିବ। ଭିଡ଼ିଓ ଭଲ ଲାଗିଥିଲେ ପିଲା ଲାଇକ୍ କରିଦେବ, ଚ୍ୟାନେଲକୁ ନୂଆ ଆସିଥିଲେ ସବସ୍କ୍ରାଇବ୍ କରିଦେବ।